ସୋରିଷିଆପଦା ଗ୍ରାମ ପଞ୍ଚାୟତ ପରିସରରେ ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ। ଢେଙ୍କାନାଳ ଜିଲ୍ଲା ଗଅଁଦିଆ ବ୍ଲକ ସୋରିଷିଆପଦା ଗ୍ରାମ ପଞ୍ଚାୟତର ଦୁଇଟି ଗ୍ରାମ ଯଥା ସୋରିଷିଆପଦା ଓ ବଣିଆ ଗ୍ରାମରେ ଆଜି ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ମନୋରଞ୍ଜନ ସାହୁ, ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ରାଜେଶ୍ୱରୀ, ବ୍ଲକ ଅତିରିକ୍ତ ପ୍ରୋଗ୍ରାମ ଅଧିକାରୀ ସତ୍ୟବ୍ରତ ରାଉତ, ବ୍ଲକ ଯୋଗାଣ ଅଧିକାରୀ ଅପର୍ଣ୍ଣା ଷଡ଼ଙ୍ଗୀ, ବ୍ଲକ ଶିକ୍ଷା ଅଧିକାରୀ ପବିତ୍ର ନାୟକ, ଓଡ଼ିଶା ଜୀବିକା ମିଶନର ବୀରକିଶୋର ପଣ୍ଡା, ସ୍ଥାନୀୟ ସମିତି ସଭ୍ୟା ଦଶମା କାଲୁଣ୍ଡିଆଙ୍କ ସମେତ ବନ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ଉଦ୍ୟାନ ବିଭାଗର ଅଧିକାରୀମାନେ ମୁଖ୍ୟତଃ ଉପସ୍ଥିତ ରହିଥିଲେ। ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ଉକ୍ତ ଯୋଜନାରେ କିପରି ସମାଜରେ ଅବହେଳିତ ଭାବରେ ବସବାସ କରୁଥିବା ଉକ୍ତ ଆଦିବାସୀ ଜନଜାତି ସମ୍ପ୍ରଦାୟର ସାମାଜିକ କ୍ଷେତ୍ରରେ ଉନ୍ନତି ହେବା ସହିତ ସେମାନଙ୍କୁ ଜାତୀୟ ସ୍ରୋତରେ ସାମିଲ କରିବା ସହିତ ସେମାନଙ୍କ ପାଖରେ ସମସ୍ତ ସରକାରୀ ଯୋଜନାଗୁଡ଼ିକୁ ପହଞ୍ଚାଇବା ମୂଳ ଲକ୍ଷ୍ୟ ଅଟେ। ଶିକ୍ଷା, ସ୍ୱାସ୍ଥ୍ୟ ସହିତ ଆବାସ ଯୋଜନାରେ ଗୃହ ପ୍ରଦାନ, ଭୂମିହୀନମାନଙ୍କୁ ଘରଡିହ ପ୍ରଦାନ, କୃଷି କ୍ଷେତ୍ରରେ ସ୍ୱାବଲମ୍ବୀ ପାଇଁ ଜଙ୍ଗଲ ଜମି ପ୍ରଦାନ କରିବା ଆଦି ପ୍ରମୁଖ ଲକ୍ଷ୍ୟ। ସେହିପରି ଉକ୍ତ ଗ୍ରାମ ପଞ୍ଚାୟତର ବଣିଆ ଗ୍ରାମରେ ଅପରାହ୍ନରେ ଉକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନଭେମ୍ବର 15 ତାରିଖ ଦିନ ବୀର ବିର୍ସା ମୁଣ୍ଡାଙ୍କ 150ତମ ଜନ୍ମଦିନରେ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ତରଫରୁ ଆରମ୍ଭ କରାଯାଇଛି। ଏ ଗୋଟେ ନୂତନ ପଦକ୍ଷେପ ସରକାରଙ୍କର ଏବଂ ଏହି ଯୋଜନାରେ ଆମ ସୋରିଷିଆପଦା ଗ୍ରାମ ପଞ୍ଚାୟତର ସୋରିଷିଆପଦା ଏବଂ ବଣିଆ ଦୁଇଟି ଗ୍ରାମକୁ ସାମିଲ କରାଯାଇଛି ଏବଂ ଏହି ଯେଉଁ କାର୍ଯ୍ୟକ୍ରମ କରାଯାଉଛି ତାହା ତଳ ସ୍ତରରେ ଲୋକମାନଙ୍କ ପାଖରେ କିଭଳି ଭାବରେ ପହଞ୍ଚି ପାରିବ ଏବଂ ବିଶେଷ କରି ଆଦିବାସୀ ଭାଇ ଭଉଣୀମାନେ ଏହାର କିଭଳି ଭାବରେ ଲାଭ ଉଠାଇ ପାରିବେ ଏ ବିଷୟରେ ଆଜି ବିଭିନ୍ନ ବିଭାଗ ତରଫରୁ ଆଲୋଚନା କରାଗଲା। ବ୍ଲକର ସବୁ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ଆମେ ଆଶା କରୁଛୁ ସମସ୍ତଙ୍କର ସହଯୋଗ କ୍ରମେ ଏ କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ସଫଳ ହୋଇପାରିବ। ମନୋରଞ୍ଜନ ସାହୁ, ଡବ୍ଲ୍ୟୁ ଗଅଁଦିଆ ବ୍ଲକ। ଆଜି ଆମର ସୋରିଷିଆପଦା ଗ୍ରାମ ପଞ୍ଚାୟତ ସୋରିଷିଆପଦା ଗ୍ରାମରେ ସରକାରଙ୍କ ଦ୍ୱାରା ଯୋଜନା ପ୍ରସ୍ତୁତ ହୋଇଥିବା ଧରିତ୍ରୀ ଆବା ଜନଜାତି ଗ୍ରାମୀଣ ଉତ୍କର୍ଷ ଅଭିଯାନ ଯୋଜନା ଶୁଭାରମ୍ଭ ହୋଇଛି ସୋରିଷିଆପଦା ଗ୍ରାମରୁ। ଏଥିରେ ଆମର ପ୍ରାୟ ବ୍ଲକ ତରଫରୁ 12ରୁ 13-14ଟି ବିଭାଗ ଯୋଗ ଦେଇଥିଲେ। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଲା ଆଦିବାସୀ ମାନେ ଯେଉଁ ଆମର ଏଇ ଦୁଇଟି ଗ୍ରାମରେ ଆଦିବାସୀ ମାନେ ଅଛନ୍ତି ସେମାନେ କେମିତି କୌଣସି ମୌଳିକ ସୁବିଧାରୁ ବଞ୍ଚିତ ନ ରହିବେ ସେମାନଙ୍କ ପାଖରେ ସରକାର ସବୁ ପ୍ରକାର ସୁବିଧା ଯୋଗାଇ ଦେବ। ବିଶେଷ କରି ଆମର ଯେଉଁଟା ହେଲା 3ଟି ଖାଦ୍ୟ, ବସ୍ତ୍ର, ବାସଗୃହ, ସେମାନଙ୍କ ପାଇଁ ବାସଗୃହ ଏବଂ ଖାଦ୍ୟ ସୁରକ୍ଷା ଲାଇନରେ ଯେଉଁମାନେ ପାଇନାହାନ୍ତି ରେସନ କାର୍ଡ଼ ସେମାନଙ୍କୁ ରେସନ କାର୍ଡ଼, ଭତ୍ତା ଏହିସବୁ ମୂଳ ଲକ୍ଷ୍ୟ। ତା ସହିତ ଅଲଗା ବିଭାଗର ସବୁ ଅଛି ଯେକୌଣସି ଯୋଜନା ସେମାନଙ୍କ ପାଖରେ ଯେମିତି ପହଞ୍ଚି ପାରୁନି କେମିତି ପହଞ୍ଚି ପାରିବ ଏହି ଯୋଜନାର ମୂଳ ଲକ୍ଷ୍ୟ। ଆମେ ଆଜି ଏଠି ସେମାନଙ୍କର କ'ଣ କ'ଣ ଅଛି ଆବଶ୍ୟକତା ତା ଉପରେ ଆକ୍ସନ ପ୍ଲାନ୍ ତିଆରି କରି ଆମେ ତାହାକୁ ଆମର ସରକାରଙ୍କ ଉପରେ ପାଖରେ ମାନେ ଦାଖଲ କଲେ ତାହା ଆଗାମୀ ଦିନରେ ଏ ଯେଉଁ ଗାଁକୁ ଅଧିକରୁ ଅଧିକ କାର୍ଯ୍ୟକ୍ରମ ହୋଇପାରିବ, ଉପକାରିତା ହୋଇପାରିବ, ତାହାର ମୂଳ ଲକ୍ଷ୍ୟ। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।